किए आमे कौन हलुआ आमे हलुआ कि आपण 2 मास हेले कोठी सोइथिले एबे आसी के राजनीति करथेली मु पारे अरे पनिया के अरे ता कथा कामे उठे ना आपण कि पनिया मालिक नुहे आपण मालिक ताले आज्ञा आपण मालिक राजधानीर प्रसिद्ध राम मन्दिररे पूजारीଙ୍କ ମଧ୍ୟରେ ବସିବା ଅଧିକାରକୁ ନେଇ ଝଗଡ଼ା ଘଟିଥିବା ଘଟଣା ସମ୍ପ୍ରତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ମନ୍ଦିର ପରିସରରେ ଦୁଇ ଦଳ ପୂଜାରୀଙ୍କ ମଧ୍ୟରେ ବାକ୍ ବିତଣ୍ଡା ଆରମ୍ଭ ହେବା ପରେ ପରେ ଏହାର ତୀବ୍ର ରୂପ ନେଇଥିଲା। ସୂଚନା ଅନୁସାରେ ମନ୍ଦିରରେ କେଉଁ ସ୍ଥାନରେ କେଉଁ ପୂଜାରୀ ବସି ପୂଜା କରିବେ ତାହାକୁ ନେଇ ପୂର୍ବରୁ ମଧ୍ୟ ଅସନ୍ତୋଷ ଚାଲି ଆସିଥିଲା। ସକାଳ ପୂଜା ସମୟରେ ଏହା ଜୋରଦାର ହୋଇଥିଲା। ଦୁଇ ପକ୍ଷର ପୂଜାରୀମାନେ ନିଜ ନିଜ ଅଧିକାର ଦାବି କରି ଉଚ୍ଚ ସ୍ୱରରେ ବାଦ ବିବାଦ କରିଥିଲେ। ପରିସ୍ଥିତି ଏପର୍ଯ୍ୟନ୍ତ ଗୁରୁତର ହୋଇଯାଇଥିଲା ଯେ କିଛି ସମୟ ପାଇଁ ପୂଜା କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ମନ୍ଦିରକୁ ଆସିଥିବା ଭକ୍ତମାନେ ଏହି ଘଟଣାରେ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ପରିଚାଳନା କମିଟିକୁ ଶୀଘ୍ର ସମାଧାନ ପାଇଁ ଅନୁରୋଧ କରିଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହା କୌଣସି ଘଟଣା ନୁହେଁ। ମନ୍ଦିରରେ ବିଭିନ୍ନ ସମୟରେ ଏପରି ମତଭେଦ ଦେଖିବାକୁ ମିଳିଛି, କିନ୍ତୁ ଏଥର ଘଟଣା ଅଧିକ ତୀବ୍ର ରୂପ ନେଇଥିବାରୁ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। କେହି କେହି ଏହାକୁ ମନ୍ଦିରର ଶାନ୍ତି ଓ ପବିତ୍ରତା ପାଇଁ ହାନିକାରକ ବୋଲି କହିଛନ୍ତି। ଘଟଣା ପରେ ମନ୍ଦିର ପରିଚାଳନା ପକ୍ଷରୁ ଦୁଇ ପକ୍ଷକୁ ଆଲୋଚନାରେ ବସାଇ ସମସ୍ୟାର ସମାଧାନ କରାଯିବାର ପ୍ରୟାସ ଆରମ୍ଭ ହୋଇଛି। ଆଗାମୀ ଦିନରେ ଏପରି ଘଟଣା ପୁନରାବୃତ୍ତି ନ ହେବା ପାଇଁ ସ୍ପଷ୍ଟ ନିୟମ ଓ ବ୍ୟବସ୍ଥା ନିର୍ଦ୍ଧାରଣ କରାଯିବ ବୋଲି କୁହାଯାଉଛି। ଭକ୍ତମାନେ ଆଶା କରୁଛନ୍ତି ଯେ ଶୀଘ୍ର ସମୟରେ ସମସ୍ୟାର ସମାଧାନ ହେବ। ଆଗକୁ ଏପରି ଖବର ପାଇବା ପାଇଁ ସୀତାରାମ ଟିଭି ଓଡ଼ିଆ ସହିତ ଯୋଡ଼ି ରୁହନ୍ତୁ।